ଆଜି ଥିଲା ମୋ ମନଟା ଭାରି ଖୁସି, କାହିଁକିନା ଆଜି ବାହାରେ ଖାଇବା ପିଇବା ଅଛି। କଥାଟା ଥିଲା ଏମିତି କି ଗଲା କାଲି ଇଭିନିଂରେ ମୋତେ ଫୋନ୍ କରି ଡାକିଲା ମୋ ପଡ଼ିଶା ଘର ମାଇଁ, ଆଉ ମୁଁ ବି ପଳେଇ ଆସିଲି ଧାଇଁ ଧାଇଁ। ଯାହା କହିଲେ ମୋ ମନ ପୁରା ହେଇଗଲା ସାଇଁ ସାଇଁ। ସେଇ ଖୁସିରେ ତ ଆସିଲି, କାଜୁକୁ ଧୋଇଲି, ତାକୁ ଘାଣ୍ଟିଲି, ତାକୁ ବାଟିଲି, ତାକୁ କାଟିକି ଫ୍ରିଜ୍ରେ ଥୋଇଦେଲି। ତାପରେ କ'ଣ ହବ ଦେଖେଇବି ଲାଷ୍ଟକୁ ଆଉ। ତାପରେ ଫାଇନାଲି ସେଇ ଟାଇମ୍ ଆସିଗଲା, ଅପେକ୍ଷାର ଅନ୍ତ ଘଟିଲା। ଆଉ ଆମେମାନେ ମଧ୍ୟ ଧାଇଁ ଧାଇଁକିରି ପଳେଇ ଆସିଲୁ ସେଇ ସ୍ଥାନକୁ। କ'ଣ ଥିଲା ଆଜି ଖାଇବା ପିଇବା ଥିଲା ପରା। ଆଉ ଯେହେତୁ ମନ୍ଦିରରେ ଆଜି ସେଇ ଯେଉଁ ମାଇଁ ଡାକି କହିଥିଲେ ତାଙ୍କର ଅଭିଷେକ ଥିଲା, ସେଥିପାଇଁ ପଳେଇ ଆସିଥିଲୁ ଆମେ ସବୁ ଖାଇବା ପାଇଁ। ଆଉ କହିଲେ ସାଙ୍ଗମାନେ କାହାର ପୂର୍ବବର୍ଷର ବାଣ ସବୁ ଏମିତି ଖରାରେ ଶୁଖା ହେଲାଣି, ଆଉ ଆଡ଼ଭାନ୍ସ ଦିୱାଲି ପାଇଁକି ସଜାସଜି ହେଲାଣି। କ'ଣ କରିବା, ଆମ ପୁତ୍ରମଣିଙ୍କର କାରନାମା ଏଇଟା ଆଉ। ତାପରେ ମୁଁ ସରପ୍ରାଇଜ୍ ଶାଶୁ ମାଆଙ୍କୁ ଦେବି ବୋଲି ବାହାର କଲି ଫ୍ରିଜ୍ରୁ କାଜୁ କଟଲି କରି ରଖିଥିଲି, କିନ୍ତୁ ଏଇଟା କାଜୁ କଟଲି କି କ'ଣ ବାହାରିଥିଲା ମୁଁ ନିଜେ ବି ତାକୁ ଦେଖି